ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ। ଏହି ଭିଡିଓରେ ଆମେ ପ୍ରଶ୍ନୋତ୍ତର ଆଲୋଚନା କରିବୁ। ତା ସହିତ ପାଠର ପ୍ରଶ୍ନୋତ୍ତର ମଧ୍ୟ କିଛି ଅଛି। ଗୋଟିଏ ଦଣ୍ଡ ଚୁମ୍ବକ ଚାରିପାଖରେ ଚୁମ୍ବକୀୟ କ୍ଷେତ୍ର ରେଖାଙ୍କନ କର। ଗୋଟେ ଦଣ୍ଡ ଚୁମ୍ବକ ଦେଇଛି। ଚୁମ୍ବକୀୟ କ୍ଷେତ୍ର ରେଖାର ଧର୍ମ ଗୁଡ଼ିକ କ'ଣ? ଚୁମ୍ବକୀୟ ବଲ ରେଖା ଗୁଡ଼ିକ ଉତ୍ତର ମେରୁରୁ ବାହାରି ଦକ୍ଷିଣ ମେରୁରେ ମିଶେ ଓ ଚୁମ୍ବକ ମଧ୍ୟରେ ଏହା ଦକ୍ଷିଣ ମେରୁରୁ ଉତ୍ତର ମେରୁ ପର୍ଯ୍ୟନ୍ତ ଲମ୍ବିଥାଏ। ଦୁଇଟି ଚୁମ୍ବକୀୟ କ୍ଷେତ୍ର ରେଖା କାହିଁକି ପରସ୍ପରକୁ ଛେଦ କରନ୍ତି ନାହିଁ? ଦୁଇଟି ଚୁମ୍ବକୀୟ କ୍ଷେତ୍ର ରେଖା ପରସ୍ପରକୁ ଛେଦ କଲେ ବିନ୍ଦୁରେ କମ୍ପାସ ସୂଚୀ ଦୁଇଟି ଦିଗ ସୂଚାଇବ, ଯାହାକି ସମ୍ଭବ ନୁହେଁ। ନେକ୍ସଟ 5 ନମ୍ବର, ଗୋଟିଏ ବୃତ୍ତାକାର ତାର କୁଣ୍ଡଳୀ ଟେବୁଲ ଉପରେ ଭୂ ସମାନ୍ତର ଭାବେ ରଖାଯାଇଛି। ସେଥିରେ ଘଣ୍ଟା ଘଣ୍ଟା ଦିଗରେ ବିଦ୍ୟୁତ୍ ପ୍ରବାହିତ ହେଉଛି। ଦକ୍ଷିଣ ହସ୍ତ ବୃନ୍ଦାଙ୍ଗୁଳି ନିୟମ ବ୍ୟବହାର କରି କୁଣ୍ଡଳୀ ଭିତରେ ଓ ବାହାରେ ଚୁମ୍ବକୀୟ କ୍ଷେତ୍ର ଦିଗ ନିରୂପଣ କର। କୁଣ୍ଡଳୀ ଭିତରେ ଉପରକୁ ତଳ ଓ କୁଣ୍ଡଳୀ ବାହାରେ ତଳୁ ଉପରକୁ ଚୁମ୍ବକୀୟ କ୍ଷେତ୍ର ଦିଗ ରହିବ। ଗୋଟିଏ ଅଞ୍ଚଳରେ ଏକ ସମଚୁମ୍ବକୀୟ କ୍ଷେତ୍ର ରହିଛି, ଏହା ଚିତ୍ରରେ ଦେଖାଅ। ତାହା ଚିତ୍ର ଦେଇଛି। ସଠିକ ଉତ୍ତର ବାଛ ସବୁଠାରୁ ସମାନ। ନେକ୍ସଟ 8 ନମ୍ବର ପ୍ରଶ୍ନ, ଗୋଟିଏ ପ୍ରୋଟନ ଏକ ଚୁମ୍ବକୀୟ କ୍ଷେତ୍ରରେ ମୁକ୍ତ ଭାବେ ଗତି କରୁଛି। ତାର ନିମ୍ନଲିଖିତ ଧର୍ମ ଗୁଡ଼ିକ ମଧ୍ୟରୁ କେଉଁଠିର ପରିବର୍ତ୍ତନ ହୋଇପାରେ? ପରିବେଗ ଓ ସମ୍ବେଗ। 9 ନମ୍ବର ଉତ୍ତର ହେଉଛି ରଡ୍ ଏବିର ବେଗ ପୂର୍ବଠାରୁ ଅଧିକ ହେବ। ଗୋଟିଏ ଯୁକ୍ତ ଚାର୍ଜ କଣିକା ପଶ୍ଚିମକୁ ଗତି କରୁଥିବା ବେଳେ ଏକ ଚୁମ୍ବକୀୟ କ୍ଷେତ୍ର ଦ୍ୱାରା ଉତ୍ତରକୁ ବିପେକ୍ଷିତ ହୋଇ ଚୁମ୍ବକୀୟ କ୍ଷେତ୍ର ଦିଗ ହେବ ଉପରକୁ। ଫ୍ଲେମିଙ୍କ ବାମହସ୍ତ ନିୟମ କ'ଣ? ବାମହସ୍ତର ବୃଦ୍ଧାଙ୍ଗୁଳି ମଧ୍ୟମା ଓ ତର୍ଜନୀକୁ ଲମ୍ବ ଭାବରେ ଖୋଲି ରଖିଲେ ଯଦି ତର୍ଜନୀ ଚୁମ୍ବକୀୟ କ୍ଷେତ୍ରର ଦିଗ ମଧ୍ୟମା ବିଦ୍ୟୁତ୍ ପ୍ରବାହ ଦିଗ ସୂଚାଏ, ତେବେ ବୃଦ୍ଧାଙ୍ଗୁଳି ପରିବାହୀ ଉପରେ କାର୍ଯ୍ୟକାରୀ ବଲର ଦିଗ ସୂଚାଇବ। ବୈଦ୍ୟୁତିକ ମୋଟର କାର୍ଯ୍ୟ ପଦ୍ଧତି ବର୍ଣ୍ଣନା କର। ପ୍ରଶ୍ନ ଦେଇଛି, ମୋଟରରେ ବିଖଣ୍ଡିତ ବଳୟର ଆବଶ୍ୟକତା କ'ଣ? ମୋଟରରେ ବିଖଣ୍ଡିତ ବଳୟ କମ୍ପ୍ୟୁଟରର କାର୍ଯ୍ୟ କରେ। ଏହା ପ୍ରତି ଅର୍ଦ୍ଧ ଘୂର୍ଣ୍ଣନରେ ଆର୍ମେଚର ମଧ୍ୟରେ ବିଦ୍ୟୁତ୍ ସ୍ରୋତ ଦିଗ ବଦଳାଇ ତାକୁ ଗୋଟିଏ ଦିଗରେ ଘୂରାଇଥାଏ। ଚଉଦ ନମ୍ବର ପ୍ରଶ୍ନ, ଗୋଟିଏ ତାର କୁଣ୍ଡଳୀରେ ପ୍ରେରିତ ବିଦ୍ୟୁତ୍ ପ୍ରବାହ କେଉଁ କେଉଁ ଉପାୟରେ ସୃଷ୍ଟି କରାଯାଇପାରିବ ବର୍ଣ୍ଣନା କର। ବ୍ୟବହାରିକ କ୍ଷେତ୍ରରେ ଗୋଟିଏ କୁଣ୍ଡଳୀରେ ପ୍ରେରିତ ବିଦ୍ୟୁତ୍ ପ୍ରବାହ ସୃଷ୍ଟି କରିବା ପାଇଁ ଗୋଟିଏ ଚୁମ୍ବକୀୟ କ୍ଷେତ୍ରରେ ଗତିଶୀଳ କରାଯାଏ, ନଚେତ୍ ସମ୍ପୃକ୍ତ ଚୁମ୍ବକୀୟ କ୍ଷେତ୍ରର ପରିବର୍ତ୍ତନ କରାଯାଏ। ଅନେକ ସମୟରେ ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ କୁଣ୍ଡଳୀକୁ ଗତିଶୀଳ କରାଇବା ସୁବିଧାଜନକ ହୁଏ। 15 ନମ୍ବର, ଗୋଟିଏ ବିଦ୍ୟୁତ୍ ଜେନେରେଟର କାର୍ଯ୍ୟ ପଦ୍ଧତି ବର୍ଣ୍ଣନା କର। ଅତିରିକ୍ତ ପ୍ରଶ୍ନରେ ରହିଛି, ସଳଖ ବିଦ୍ୟୁତ୍ ସ୍ରୋତର କେତୋଟି ଉତ୍ସର ନାମ ଲେଖ। ଭୋଲ୍ଟୀୟ ସେଲ୍, ସଞ୍ଚାୟକ ସେଲ୍, ସୂକ୍ଷ୍ମ ସେଲ୍ ଇତ୍ୟାଦି। କେଉଁ କେଉଁ ଉତ୍ସରୁ ଏସି ଉତ୍ପାଦିତ ହୁଏ? ସାଇକେଲ, ଡାଇନାମୋ ଓ ଜେନେରେଟରରୁ ଏସି ଉତ୍ପାଦିତ ହୁଏ। ଠିକ ଉତ୍ତର ବାଛ ଗୋଟିଏ ଅର୍ଦ୍ଧ ଘୂର୍ଣ୍ଣନ ପରେ। ବିଦ୍ୟୁତ୍ ପରିପଥ ଓ ଉପକରଣ ସୁରକ୍ଷା ପାଇଁ ବ୍ୟବହୃତ ଦୁଇଟି ସାଧାରଣ ବ୍ୟବସାୟ ନାମ, ଗୋଟେ ହେଲା ଫ୍ୟୁଜ୍ ଆଉ ଗୋଟେ ହେଲା ଆର୍ଥିଂ। 220 ଭୋଲ୍ଟ 5 ଏମ୍ପିୟର ରେଟିଂ ବିଶିଷ୍ଟ ଗୋଟେ ଗୃହ ପରିପଥରେ ଗୋଟିଏ 2 କିଲୋୱାଟ ପାୱାର ରେଟିଂର ବିଦ୍ୟୁତ୍ ଚୁଲା ଲଗାଯାଇଛି। ସେ ଚୁଲାକୁ ଚାଲୁ କରି
କ'ଣ ଘଟିଥାଏ ବୋଲି ଭାବୁଛ ବୁଝାଅ। ଗୃହ ବିଦ୍ୟୁତ ପରିପଥ 5 ରେଟିଂର ତାର ଦ୍ୱାରା ସଂଯୁକ୍ତ। ତେଣୁ ଏଠାରେ ଓଭରଲୋଡିଂ ବା ଲଘୁପବନ ଯୋଗୁଁ ଫ୍ୟୁଜ୍ ତରଳିଯିବ। କିନ୍ତୁ 5 ଏମ୍ପିୟର ଅଛି, 2 କିଲୋୱାଟ୍ ଅଛି। ଟୋଟାଲ 9 ଏମ୍ପିୟର ଦରକାର। ଗୃହ ବିଦ୍ୟୁତ ପରିପଥରେ ଅଧିକ ବିଦ୍ୟୁତ ପ୍ରବାହ ବିପଦ ଦୂର କରିବା ପାଇଁ କ'ଣ କରାଯିବା ଉଚିତ? ଗୃହ ବିଦ୍ୟୁତ ପରିପଥରେ ଅଧିକ ବିଦ୍ୟୁତ ପ୍ରବାହ ବିଦ୍ୟୁତ ଦୂର କରିବା ପାଇଁ ଆର୍ଥିଂ ବ୍ୟବସ୍ଥା କରାଯିବା ଉଚିତ। ଆଚ୍ଛା, ପାଠର ପ୍ରଶ୍ନ ଉତ୍ତର। 1 ନମ୍ବର ସଠିକ ଉତ୍ତର ହେଉଛି ତାରକୁ କେନ୍ଦ୍ର କରୁଥିବା ସମକେନ୍ଦ୍ରୀଭୂତ ଦ୍ୱାରା ଚୁମ୍ବକୀୟ କ୍ଷେତ୍ର ସୃଷ୍ଟିତ ହୁଏ। 2 ନମ୍ବର ଉତ୍ତର ସି ଏକ ପଦ୍ଧତି ଯେଉଁଥିରେ କୁଣ୍ଡଳୀ ଓ ଚୁମ୍ବକ ମଧ୍ୟରେ ଆପେକ୍ଷିକ ଗତି ଯୋଗୁଁ କୁଣ୍ଡଳୀରେ ପ୍ରେରିତ ବିଦ୍ୟୁତ ପ୍ରବାହ ସୃଷ୍ଟି ହୁଏ। 3 ଉତ୍ତର ଜେନେରେଟର। 4 ନମ୍ବର ଉତ୍ତର ଡି ଏସି ଜେନେରେଟରରେ ସ୍ଲିପ୍ ବୋଲେର ଥିବା ବେଳେ ଡିସି ଜେନେରେଟରରେ କମ୍ପ୍ୟୁଟର ଥାଏ। 5 ନମ୍ବର ସି ବହୁ ପରିମାଣରେ ବଢ଼ିଥାଏ। 6 ନମ୍ବର ଉତ୍ତରଟା ଭୁଲ, ଠିକ ଠିକ ଭୁଲ, ଠିକ ଭୁଲ ଦେଇଛି। 7 ନମ୍ବର ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରିବା ପାଇଁ 2ଟି ଉପାୟର ତାଲିକା କର। ଖଣ୍ଡେ ଖୋଲା ପରିବାହୀ ତାରକୁ ଏକ ବ୍ୟାଟେରୀ ଓ ଏକ ସୁଇଚ୍ ବା ପ୍ଲଗ ସହ ସମ୍ପୃକ୍ତ କରି ବିଦ୍ୟୁତ ପ୍ରବାହ କରାଗଲେ ପରିବାହୀ ଚାରିପଟେ ଏକ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହେବ। ଖଣ୍ଡେ ଲମ୍ବା ବିଦ୍ୟୁତରୋଧୀ ଆବରଣଯୁକ୍ତ ତମ୍ବା ତାରକୁ ସିଲିଣ୍ଡର ଆକାରରେ ଗୁଡ଼ାଇ ଏକ ସଲେନଏଡ୍ ପ୍ରସ୍ତୁତ କରେ। ଏହି ସଲେନଏଡ୍ରେ ବିଦ୍ୟୁତ ପ୍ରବାହ କରାଇଲେ ଏହା ଏକ ଦଣ୍ଡ ଚୁମ୍ବକରେ ପରିଣତ ହେବ ଓ ଏହାର ଚତୁଃପାର୍ଶ୍ୱରେ ଏକ ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି ହେବ। ସଲେନଏଡ୍ କେମିତି ଚୁମ୍ବକ ଭଳି କାର୍ଯ୍ୟ କରେ? ଗୋଟିଏ ଦଣ୍ଡ ଚୁମ୍ବକ ସାହାଯ୍ୟରେ ବିଦ୍ୟୁତ ପରିବହନ କରୁଥିବା ସଲେନଏଡ୍ ଉତ୍ତର ଓ ଦକ୍ଷିଣ ମେରୁ ନିର୍ଣ୍ଣୟ କରିପାରିବା କି? ବୁଝାଅ। ବିଦ୍ୟୁତ ସ୍ରୋତଧାରୀ ସଲେନଏଡ୍ ଗୋଟିଏ ଦଣ୍ଡ ଚୁମ୍ବକ ପରି ଏହାର ଗୋଟିଏ ପ୍ରାନ୍ତ ମେରୁରୁ ଅନ୍ୟ ପ୍ରାନ୍ତଟି ଦକ୍ଷିଣ ମେରୁ ଅଟେ। ଏହାର ଭିତର ପଟରେ କ୍ଷେତ୍ର ରେଖାଗୁଡ଼ିକ ରୈଖିକ ଓ ପରସ୍ପର ସମାନ୍ତର। ସଲେନଏଡ୍ ମଧ୍ୟରେ ଏକ ନରମ ଲୁହା ରଖିଦେଲେ ତାହା ସଲେନଏଡ୍ର ଚୁମ୍ବକୀୟ କ୍ଷେତ୍ର ପ୍ରଭାବରେ ଏକ ଚୁମ୍ବକରେ ପରିଣତ ହୋଇଯିବ। ଏକ ଦଣ୍ଡ ଚୁମ୍ବକ ସାହାଯ୍ୟରେ ବିଦ୍ୟୁତ ସ୍ରୋତଧାରୀ ସଲେନଏଡ୍ର ମେରୁ ଚିହ୍ନି ହେବ। ଯେଉଁ ପ୍ରାନ୍ତରେ ଦଣ୍ଡ ଚୁମ୍ବକର ଉତ୍ତର ମେରୁ ବିକଶିତ ହେବ ତାହା ସଲେନଏଡ୍ର ଦକ୍ଷିଣ ମେରୁ ଏବଂ ଯେଉଁ ପ୍ରାନ୍ତରେ ସ୍ଥାୟୀ ଦଣ୍ଡ ଚୁମ୍ବକର ଦକ୍ଷିଣ ମେରୁକୁ ବିକର୍ଷଣ କରିବ ତାହା ସଲେନଏଡ୍ର ଉତ୍ତର ମେରୁ ହେବ। 9 ନମ୍ବର ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ରହିଥିବା ବିଦ୍ୟୁତ ପ୍ରବାହ ବିଶିଷ୍ଟ ପରିବାହୀ ଉପରେ ବଳ କେତେବେଳେ ସର୍ବାଧିକ ହୁଏ? ଚୁମ୍ବକୀୟ କ୍ଷେତ୍ର ମଧ୍ୟରେ ରହିଥିବା ବିଦ୍ୟୁତ ପ୍ରବାହ ବିଶିଷ୍ଟ ପରିବାହୀରେ କାର୍ଯ୍ୟକାରୀ ବଳ ସର୍ବାଧିକ ହେବ ଯେତେବେଳେ ବିଦ୍ୟୁତ ପ୍ରବାହର ଦିଗ ଚୁମ୍ବକୀୟ କ୍ଷେତ୍ର ପ୍ରତି ଲମ୍ବ ଭାବରେ ରହିବ। 11 ଉତ୍ତର ଚୁମ୍ବକୀୟ କ୍ଷେତ୍ର ଦିଗ ଭୂଲମ୍ବ ଭାବରେ ନିମ୍ନମୁଖୀ ହେବ। 11 ନମ୍ବର ଦେଇଛି ଗୋଟିଏ ବୈଦ୍ୟୁତିକ ମୋଟର ନାମଚିତ୍ର ଅଙ୍କନ କର। ଏହାର ନିୟମ କାର୍ଯ୍ୟପ୍ରଣାଳୀ ବୁଝାଅ। ଚିତ୍ର ଦେଇଛେ ଏକ ସରଳ ବୈଦ୍ୟୁତିକ ମୋଟରଟା ତାର କାର୍ଯ୍ୟପ୍ରଣାଳୀ। ବ୍ୟାଟେରୀରୁ ବିଦ୍ୟୁତ ସ୍ରୋତ ବ୍ରସ୍ ଏକ୍ସ ମଧ୍ୟ ଦେଇ ତାର କୁଣ୍ଡଳୀ ଏବିସିଡିରେ ପ୍ରବେଶ କରେ ଓ ବ୍ରସ୍ ୱାଇ ଜରିଆରେ ପ୍ରସ୍ଥାନ କରେ। ଚିତ୍ର ଅନୁଯାୟୀ ଏବିସିଡିରେ ତାର କୁଣ୍ଡଳୀ ମଧ୍ୟରେ এবি ବାହୁରେ ଏ ରୁ ବି କୁ ସିଡି ବାହୁ ମଧ୍ୟରୁ ସି ରୁ ଡି କୁ ବିଦ୍ୟୁତ ପ୍ରବାହିତ ହେଉଛି। ଫ୍ଲେମିଙ୍କ ବାମହସ୍ତ ନିୟମ ପ୍ରୟୋଗ କଲେ ଜଣାଯିବ ଯେ এবি ବାହୁ ଉପରେ ନିମ୍ନମୁଖୀ ବଳ ଓ ସିଡି ବାହୁ ଉପରେ ଏକ
ঊର୍ধ্বମୁଖୀ ବଳ କାର୍ଯ୍ୟକାରୀ ହେବ। ଫଳତଃ କୁଣ୍ଡଳୀଟି ଅକ୍ଷ ଚାରିପଟେ କଣ୍ଟାର ବିପରୀତ ଦିଗରେ ଘୂରିବ। ଅର୍ଦ୍ଧ ଘୂର୍ଣ୍ଣନ ପରେ ବିଖଣ୍ଡିତ ବଳୟ Q ଏବଂ P ଯଥାକ୍ରମେ ବ୍ରଶ X ଓ Y ସହ ଲାଗିବ। ଫଳରେ କୁଣ୍ଡଳୀ ମଧ୍ୟରେ ବିଦ୍ୟୁତ ପ୍ରବାହ DCPA ଦିଗରେ ହେବ। ମୋଟରରେ ବ୍ୟବହୃତ ବିଖଣ୍ଡିତ ବଳୟ କୁଣ୍ଡଳୀ ମଧ୍ୟରେ ବିଦ୍ୟୁତ ପ୍ରବାହ ଦିଗ ପରିବର୍ତ୍ତନ କରେ। ଏଥିପାଇଁ A, B ଓ CD ବାହୁ ଉପରେ କାର୍ଯ୍ୟକାରୀ ବଳର ଦିଗ ବଦଳିବ। ବର୍ତ୍ତମାନ ଦ୍ୱିତୀୟ ଅର୍ଦ୍ଧ ଘୂର୍ଣ୍ଣନରେ AB ବାହୁ ଉପରକୁ ଉଠିବ ଓ CD ବାହୁ ତଳକୁ ଯିବ। ପ୍ରତି ଅର୍ଦ୍ଧ ଘୂର୍ଣ୍ଣନ ପରେ କୁଣ୍ଡଳୀ ମଧ୍ୟରେ ବିଦ୍ୟୁତ ସ୍ରୋତର ଦିଗ ବଦଳିବ। ଫଳତଃ କୁଣ୍ଡଳୀ ଓ ଅକ୍ଷ କଣ୍ଟାର ବିପରୀତ ଦିଗରେ ଅନବରତ ଘୂରିବ। ବିଖଣ୍ଡିତ ବଳୟର କାର୍ଯ୍ୟ ରହୁଛି ବିଖଣ୍ଡିତ ବଳୟ କମ୍ପ୍ୟୁଟର ଭଳି କାର୍ଯ୍ୟ କରେ, ଅର୍ଥାତ୍ ଏହା କୁଣ୍ଡଳୀ ମଧ୍ୟରେ ବିଦ୍ୟୁତ ପ୍ରବାହ ଦିଗ ବଦଳାଏ। ବୈଦ୍ୟୁତିକ ମୋଟର ବ୍ୟବହାର କରା କିଛି ସାଧାରଣ ନାମ ଲେଖ। ଯେନ୍ତା ବିଦ୍ୟୁତ ପଙ୍ଖା, ରେଫ୍ରିଜରେଟର, ୱାସିଂ ମେସିନ୍, କରତକଲ, ଗ୍ରାଇଣ୍ଡର, ପିଲାଙ୍କ ଖେଳନା, ଲେଥ୍ ମେସିନ୍, ବିଦ୍ୟୁତ ମିକ୍ସଚର, ବିଦ୍ୟୁତ ଝୁଲା ଇତ୍ୟାଦି। 13 নম্বର ଉତ୍ତର ବିଦ୍ୟୁତ ବିରୋଧୀ ଦ୍ୱାରା ଆଚ୍ଛାଦିତ ତମ୍ବା ତାର ଏକ କୁଣ୍ଡଳୀ ଗୋଟିଏ ଗାଲଭାନୋମିଟର ସହ ସଂଯୁକ୍ତ ଗୋଟିଏ ଦଣ୍ଡ ଚୁମ୍ବକକୁ କୁଣ୍ଡଳୀ ମଧ୍ୟକୁ ଠେଲିଦେଲେ ତାର କୁଣ୍ଡଳୀ ସଂଲଗ୍ନ ଚୁମ୍ବକୀୟ କ୍ଷେତ୍ର ବଦଳିବା ହେତୁ ତାର କୁଣ୍ଡଳୀରେ ବିଦ୍ୟୁତ ପ୍ରବାହ ହେବ ଓ ଗାଲଭାନୋମିଟର ସୂଚକ ବିକଳ୍ପିତ ହେବ। ଦଣ୍ଡ ଚୁମ୍ବକକୁ କୁଣ୍ଡଳୀ ମଧ୍ୟରୁ ବାହାର କାଢି ନେଲେ ଗାଲଭାନୋମିଟର ସୂଚକ ବିକ୍ଷେପିତ ହେବ, କିନ୍ତୁ ପୂର୍ବର ବିପରୀତ ଦିଗରେ। ଦଣ୍ଡ ଚୁମ୍ବକକୁ କୁଣ୍ଡଳୀ ମଧ୍ୟରେ ସ୍ଥିର ରଖିଲେ ଗାଲଭାନୋମିଟର ସୂଚକ ବିକ୍ଷେପିତ ହେବ ନାହିଁ। 14 নম্বର ଉତ୍ତର କୌଣସି ତାର କୁଣ୍ଡଳୀ ସହ ସମ୍ପୃକ୍ତ ଥିବା ଚୁମ୍ବକୀୟ କ୍ଷେତ୍ରର ତୀବ୍ରତା ବଦଳିଲେ ତାର କୁଣ୍ଡଳୀରେ ବିଦ୍ୟୁତ ବିଭ୍ରାନ୍ତ ସୃଷ୍ଟି ହୋଇ ବିଦ୍ୟୁତ ପ୍ରବାହ ଘଟେ। ସୁତରାଂ ତାର କୁଣ୍ଡଳୀରେ A ରେ ବିଦ୍ୟୁତ ପ୍ରବାହ ବଦଳିଲେ ଏହାଦ୍ୱାରା ସୃଷ୍ଟି ଚୁମ୍ବକୀୟ କ୍ଷେତ୍ର ବଦଳିବ। ଏହାଦ୍ୱାରା ତାର କୁଣ୍ଡଳୀ B ସହ ସମ୍ପୃକ୍ତ ଚୁମ୍ବକୀୟ କ୍ଷେତ୍ରରେଖା ବଦଳିବ। ତେଣୁ ବୃତ୍ତାକାର ତାର କୁଣ୍ଡଳୀ B ରେ ପ୍ରେରିତ ବିଦ୍ୟୁତ ପ୍ରବାହ ସୃଷ୍ଟି ହେବ। ନିୟମ 10-15 নম্বରରେ ସଲଖ ପରିବାହୀ ବିଦ୍ୟୁତ ପ୍ରବାହ ଜନିତ ଚୁମ୍ବକୀୟ କ୍ଷେତ୍ର ଦିଗ ନିର୍ଣ୍ଣୟ କରିବା ପାଇଁ ସଲଖ ପରିବାହୀ ବିଦ୍ୟୁତ ପ୍ରବାହ ଜନିତ ଚୁମ୍ବକୀୟ କ୍ଷେତ୍ରର ଦିଗ ନିର୍ଣ୍ଣୟ ପାଇଁ ଦକ୍ଷିଣ ହସ୍ତ ବୃଦ୍ଧାଙ୍ଗୁଳି ନିୟମ ବ୍ୟବହାର କରାଯାଏ। ଚୁମ୍ବକୀୟ କ୍ଷେତ୍ର ପ୍ରତି ଲମ୍ବ ଭାବେ ଥିବା ସଲଖ ପରିବାହୀରେ ବିଦ୍ୟୁତ ପ୍ରବାହ ଜନିତ ବଳର ଦିଗ ନିର୍ଣ୍ଣୟ କରିବା ପାଇଁ ଚୁମ୍ବକୀୟ କ୍ଷେତ୍ର ପ୍ରତି ଲମ୍ବ ଭାବେ ଥିବା ସଲଖ ପରିବାହୀରେ ବିଦ୍ୟୁତ ପ୍ରବାହ ଜନିତ ବଳର ଦିଗ ନିର୍ଣ୍ଣୟ ପାଇଁ ଫ୍ଲେମିଙ୍କ ବାମହସ୍ତ ନିୟମ ବ୍ୟବହାର କରାଯାଏ।